ଯଦି ଆମେ କାହା ଓଠରେ ହସ ଦେଇ ପାରୁନେ ତାଙ୍କ ଆଖିରେ ଲୁହ ଦେବାର ଅଧିକାର ଆମର ନାହିଁ। ଠିକ୍ ସେମିତି ଯଦି ଆମେ କାହା ପାଇଁ ଭଲ ଚିନ୍ତା କରିପାରୁନେ କି ତାଙ୍କ ପାଇଁ ଖରାପ ଚିନ୍ତା କରିବାର ବି ଆମର ଅଧିକାର ନାହିଁ। ଏ କଳିଯୁଗ ଆଜ୍ଞା, ଆପଣ ଯାହା ପାଇଁ ଯେତେ କରନ୍ତୁ ନା କାହିଁକି ଦିନେ ନା ଦିନେ ସେ ପ୍ରମାଣ କରିଦେବ ଆପଣ ଖରାପ ବୋଲି। କିଛି ଜାଣିବା କଥା, ବ୍ୟାୟାମ ପରେ ଥଣ୍ଡା ପାଣି ଅପେକ୍ଷା ଉଷୁମ କ୍ଷୀର ପିଇବା ଭଲ। ଅତିରିକ୍ତ ଖାଦ୍ୟ ଖାଇବେ ନାହିଁ। ପ୍ରତିଦିନ 2ରୁ 3 କିଲୋମିଟର ଚାଲିବେ। ଝାଡ଼ା ବସି ସାରି ବ୍ୟାୟାମ କରିବେ। ବୟସ ବଢ଼ିଲେ ହାତ, ଗୋଡ଼ ଓ ଗଣ୍ଠି ଦୁର୍ବଳ ହୋଇପଡ଼େ। ତେଣୁ କିଛି ବ୍ୟାୟାମ କରିବା ଦରକାର। ସକାଳେ ବିଛଣାରୁ ଉଠି ପୂର୍ବ ସନ୍ଧ୍ୟାରୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଶରୀର ପାଇଁ ଖୁବ୍ ଉପକାରୀ। ପିତାମାତାଙ୍କୁ ଅବହେଳା କରିବେ ନାହିଁ। ତମ୍ବା ପାତ୍ର ପାଣି ହୃତ୍ପିଣ୍ଡ, ଯକୃତ ଓ ପେଟ ରୋଗ ପାଇଁ ଉପାଦେୟ। ଅତି ଗରମ ବା ଥଣ୍ଡା ଖାଦ୍ୟ ଖାଇବେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।